ଜୟ ଶ୍ରୀରାମ ଜୟ ଜଗନ୍ନାଥ ଫ୍ରେଣ୍ଡ ଆପଣଙ୍କୁ ଆଉ ଫେସବୁକ୍ ସ୍ୱାଗତ କରୁଛି ମୁଁ ମନୋରଞ୍ଜନ ମହାପାତ୍ର ଗଣେଶ। ଚନ୍ଦନପୁର ଜଳପ୍ରପାତ ରାସ୍ତା ମାନେ ଚନ୍ଦନପୁର ସହର ଗାଁ ଜଳପ୍ରପାତ ଗାଁଟା ଏଇଟା। ଚନ୍ଦନପୁର ତ ବିଭିନ୍ନ ପ୍ରକାର ଗାଁ ଅଛି, ତଥାପି 60-70ଟା ଗାଁ ଅଛି ବଡ଼ ସାଇଟ୍ ବଡ଼ ସହରରେ। ଯାଇ ରହିଛି ସବୁଜ ଗଛ ମଧ୍ୟ ସକାଳୁ ସକାଳୁ ଦେଖି ପାରୁଛେ। ସମୟ ସାଙ୍ଗମାନେ ହେଇଗଲାଣି, ସମୟ କହିବାକୁ ଗଲେ ହେଇଗଲାଣି 7ଟା ବାଜିବ, ସକାଳ 7ଟା ବାଜିବ। ଆଜି ଗୁରୁବାର ସକାଳ 7ଟା ବାଜିବ ସାଙ୍ଗମାନେ। ଚ୍ୟାନେଲକୁ ନା ସବସ୍କ୍ରାଇବ୍, ଭିଡ଼ିଓକୁ ଆସିଲେ ଲାଇକ୍ କରିଦେବେ। ସବୁଜ ଗଛ ମଧ୍ୟ ଜାରି ରହିବ, ଭିଡ଼ିଓ ଆଗାମୀ ଅଧ୍ୟାୟ ମଧ୍ୟ ଜାରି ରହିବ ସାଙ୍ଗମାନେ। ସବୁଜ ଗଛ ଦେଖି ମନଟା ଟିକେ ଭଲ ଲାଗୁଛି। ଚନ୍ଦନପୁର ଜଳପ୍ରପାତ ରାସ୍ତା, ଚନ୍ଦନପୁର ଗାଁରେ ଜଳପ୍ରପାତ ରାସ୍ତା ଜାରି ରହିଛି ସାଙ୍ଗମାନେ। ଆପଣଙ୍କ ଆଶୀର୍ବାଦ ସେମିତି ଜାରି ରହିଥାଉ। ଦେଖନ୍ତୁ କିଆ ଗଛଟା ଏଇ ତ ବଡ଼ ଆମ ଚନ୍ଦନପୁର ଅଧିକ ବର ଗଛ, ବଟ ବୃକ୍ଷ ମାନେ ବର ଗଛ। ଶ୍ରୀନାଥ ମେଳା ହୁଏ ବଟ ବୃକ୍ଷରେ। ଆଉ ପରିଷ୍କାର ମଧ୍ୟ ଦେଖାହେଉଛି। ରୋଡ଼ଟା ଦେଖିପାରୁଥିବେ, ରୋଡ଼ରେ ଗାଡ଼ି ମଟର ଟିକେ କମ୍ ଆସିଛି। 7ଟା ବାଜିବ ତ 8-9ଟା ହେଲେ ଆସ୍ତେ ଆସ୍ତେ ଗାଡ଼ି ମଟର ସାଙ୍ଗମାନେ ଜାରି ରହିବ, ଅଧିକ ମାତ୍ରାରେ ଯିବ। ଓହୋ ହାତ କହିଲାଣି। ଏପଟୁ ଦେଖିଲେ ଟିକେ କ୍ଲିଅର ଦେଖାଯାଉଛି ସକାଳ ସକାଳ। ଚନ୍ଦନପୁର ସହରରେ ଜଳପ୍ରପାତ ରାସ୍ତା, ଚନ୍ଦନପୁର ସହରରେ ଜଳପ୍ରପାତ ରାସ୍ତା ଏପଟ ପୁରା ପରିଷ୍କାର ଦେଖାଯାଉଛି। ଏମିତି ଯଦି କ୍ୟାମେରା ଟିକେ ଅଧିକ ଯାଇକି ଧରିବି ତାହେଲେ ୟୁଟ୍ୟୁବରେ ଭଲ ହେବ। ଆଉ ପାଖାପାଖି ଧରିଲେ ହେବ। ମୁଁ ଚେଷ୍ଟା କରୁଛି ଆଉ ଅଧିକ ବାଟ ଧରିବାକୁ ପଡ଼ିଲା। ଆଗକୁ ଗଲେ ଗାଁ ଆସିଯିବ। ଏଇପଟେ ଥିଲା ରୋଡ଼ଟା, ବାଇପାସ୍ ରୋଡ଼ଟା। ଆଗକୁ ଯଦି ଆପଣମାନେ ଯିବେ ଗାଁ ଆସିଯିବ। ଗାଁ ଆସୁ ଆଉ କ'ଣ କରିବା, ଗାଁ ଆଉ ସହର ମିଳିମିଶି ତ ରହିଛି। ଆଗାମୀ ଅଧ୍ୟାୟରେ ମଧ୍ୟ ଜାରି ରହିବ ଭିଡ଼ିଓ। ଏପଟେ ବଣ ଜାଗା ଟିକେ ବେଶୀ, ଏପଟେ ସବୁଜ ଗଛ ଅଛି କିନ୍ତୁ ବଣ ଜାଗା ଟିକେ ବେଶୀ ରହିବ ସାଙ୍ଗମାନେ। କମ୍ ବଣ ଜାଗାଟା ନ ରହିଲେ ହେବନି, କାରଣ ସେତେବେଳେ ଏବେ ସବୁ ବଣ ଥିଲା। ଆସ୍ତେ ଆସ୍ତେ ଖୋଳା ହେଇଯାଇଛି। ଏଇଠି ଗୋଟେ ବଡ଼ ଘର ଦେଖିବେ। ଚନ୍ଦନପୁର ସହରର ପରିଷ୍କାର ରାସ୍ତା ବି ମଧ୍ୟ ଅଛି। ଏପଟେ ଗୋଟେ କାହା ଘରଟି ଗୋଟେ ଅଛି, ବଡ଼ କୋଠା ଗୋଟେ। ଆଉ ଆଜ୍ଞା ମଧ୍ୟ ଜାରି ରହିଛି। ସବୁଜ ଗଛ ମଧ୍ୟ ଦେଖି ପାରୁଥିବେ। ହାତ ଅଛି, ହଉ ତଥାପି ଦେଖିବା ହବ ହାତ କ'ଣ ଯାହା ହେଉଛି। ହଉ ରହୁ ସାଙ୍ଗରେ ଫେଣି ଆଉ ଗୋଟେ ଫେସବୁକ୍ ଦେଖାଅ। ଆଉ ଏପଟେ ତ ସବୁ ଜାରି ରହିଛି, ସବୁଜ ଗଛ ମଧ୍ୟ ଅଛି। ହଉ ରହୁ ସାଙ୍ଗମାନେ। ଏତେ ଭଲ ଦେଖାଯାଉଛି, ଏତେ ଭଲ ପରିଷ୍କାର ଦେଖାଯାଉଛି ସକାଳରେ। ସକାଳଟା ଭଲ, ସକାଳର ପହିଲି ଛୁଆଁ ଯେଉଁ କ'ଣ